हेलो फ्रेंड्स, वेलकम टू प्राइमरी स्कूल एजुकेशन। आज आम पंचम श्रेणी वृत्ति परीक्षा 2024 ପାଇଁ ମାତୃଭାଷା ଓଡ଼ିଆର କିଛି କ୍ୱେଶ୍ଚନ୍ ଆନ୍ସର ଡିସ୍କସନ୍ କରିବା। ତ ଚାଲନ୍ତୁ ଆଉ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିନେବା। ତ କ୍ୱେଶ୍ଚନ୍ ନମ୍ବର 1 ରହିଛି, ଦୀପଟି ପରି ସେ ଯୋଡ଼ିଗଲେ ଅଥଚ ଜଗତକୁ ଦେଇଗଲେ ଏକ ଅଲିଭା ଆଲୋକ। ସେ ଦୀପଟି କିଏ? ଅପସନ୍ କରେ ଦେଇଛି ଆଇନଷ୍ଟାଇନ୍, ଅପସନ୍ ଖରେ ଦେଇଛି ମାଡାମ କ୍ୟୁରି, ଅପସନ୍ ଘରେ ଦେଇଛି ପେରି କ୍ୟୁରି, ଅପସନ୍ ଘରେ ଦେଇଛି ନ୍ୟୁଟନ। ତ ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ଖ ମାଡାମ କ୍ୟୁରି। ତ ମାଡାମ କ୍ୟୁରି ହେଇଯିବାର ସଠିକ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 2, ମାଡାମ କ୍ୟୁରି କିପରି ଗୋଟିଏ କବିତାକୁ 2 ଥର ପଢ଼ି ମନେ ରଖିପାରୁଥିଲେ? ଅପସନ୍ କ ଭଲ ପାଠ ପଢ଼ିଥିବାରୁ, ଅପସନ୍ ଖ ପାଠରେ ମନ ଦେଇଥିବାରୁ, ଅପସନ୍ ଗ ସ୍ମୃତିଶକ୍ତି ପ୍ରଖର ଥିବାରୁ, ଅପସନ୍ ଘ ବାପା ମାଆଙ୍କୁ ଡରୁଥିବାରୁ। ତାର ସଠିକ୍ ଆନ୍ସର ହେଇଯିବ ଅପସନ୍ ଗ ସ୍ମୃତିଶକ୍ତି ପ୍ରଖର ଥିବାରୁ। ତ ଅପସନ୍ ଗ ହେଇଯିବାର ସଠିକ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 3, ଆମ ଦେଶରେ କେତୋଟି ରାଜ୍ୟ ଅଛି? କେତୋଟି ଅଛି? 28ଟି ହେବ ହେଲା। ଅପସନ୍ ଖ ହେଇଯିବ ରାଇଟ୍ ଆନ୍ସର। 28ଟି ରାଜ୍ୟ ଏବଂ 8ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 4, ଆମ ରାଜ୍ୟରୁ ଜାପାନ ଦେଶକୁ ଯାଇଥିବା ଲୋକମାନେ ଜାପାନୀମାନଙ୍କ ସମ୍ପର୍କରେ କ'ଣ କଥାବାର୍ତ୍ତା ହେଲେ? ଅପସନ୍ କ ଜାପାନୀମାନେ ପରିଶ୍ରମୀ, ଅପସନ୍ ଖ ଜାପାନୀମାନେ ପରିବେଶ ପ୍ରେମୀ, ଅପସନ୍ ଗ ଜାପାନୀମାନେ ପରିଶ୍ରମୀ ଓ ପରିବେଶ ପ୍ରେମୀ, ଅପସନ୍ ଘ ଦେଶଭକ୍ତ। ତ ସଠିକ୍ ଆନ୍ସର ହେଇଯିବ ଅପସନ୍ ଗ ଜାପାନୀମାନେ ପରିଶ୍ରମୀ ଓ ପରିବେଶ ପ୍ରେମୀ। ଅପସନ୍ ଗ ହେଇଯିବାର ସଠିକ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 5, ଶ୍ରୀକୃଷ୍ଣ ମଥୁରାକୁ ଚାଲିଗଲେ ଯଶୋଦାଙ୍କର ଅବସ୍ଥା କ'ଣ ହେବ? ଅପସନ୍ କ ସେ ଦୁଃଖିତା ହେବେ, ଅପସନ୍ ଖ ସେ ବିଳାପ କରିବେ, ଅପସନ୍ ଗ ସେ ଜୀବନ ତ୍ୟାଗ କରିଦେବେ, ଅପସନ୍ ଘ ସେ ଖୁସି ହେବେ। ତ ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ଗ ସେ ଜୀବନ ତ୍ୟାଗ କରିଦେବେ। ଅପସନ୍ ଗ ହେଇଯିବାର ସଠିକ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 6, ସ୍ୱାଧୀନତା ପୂର୍ବରୁ ଆମ ଦେଶ କେଉଁ ଶାସକଙ୍କ ଅଧୀନରେ ଥିଲା? ଅପସନ୍ କ ମୋଗଲ, ଅପସନ୍ ଖ ମରଠା, ଅପସନ୍ ଗ କଂଗ୍ରେସ, ଅପସନ୍ ଘ ବିଦେଶୀ। ତ ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ଘ ବିଦେଶୀ। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 7 କ'ଣ ଦେଲା? ବନ ପୂର୍ବରୁ ଉପ ଲାଗିଲେ ଉପବନ ହୁଏ, ଏହା ବଗିଚା ଅର୍ଥକୁ ପ୍ରକାଶ କରେ। ଯଦି ଆମେ ବନ ପୂର୍ବରୁ ଉପ ଲଗେଇଦେବା ଉପବନ ହେବ, ଏହା ବଗିଚା ଅର୍ଥକୁ ପ୍ରକାଶ କରୁଛି। ବାସ ପୂର୍ବରୁ ଉପ ଶବ୍ଦଟି ଲାଗିଲେ ଯେଉଁ ଶବ୍ଦ ହେବ ତାହା କେଉଁ ଅର୍ଥକୁ ପ୍ରକାଶ କରେ? ଯଦି ଆମେ ବାସ ପୂର୍ବରୁ ଉପ ଶବ୍ଦ ଲଗେଇଦେବା ତେବେ ସେହି ଶବ୍ଦଟି କେଉଁ ଅର୍ଥକୁ ପ୍ରକାଶ କରେ? ଅପସନ୍ କରେ ରହିବା ଘର, ଅପସନ୍ ଖ ରୋଷେଇ ଘର, ଅପସନ୍ ଗ ଘରର ବାରଣ୍ଡା, ଅପସନ୍ ଘ ଗାଧୁଆ ଘର। ତ ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ଗ ଘରର ବାରଣ୍ଡା। ଉପବାସ କହିଲେ ଘରର ବାରଣ୍ଡାକୁ ବୁଝାଏ। ନେକ୍ସଟକୁ ଯିବା। କ୍ୱେଶ୍ଚନ୍ ନମ୍ବର 8, ଗୁରୁକୂଳରେ କେଉଁ କେଉଁ ଶିଷ୍ୟ ଅଧ୍ୟୟନ କରୁଥିଲେ? ଅପସନ୍ କ ଶିଶିର ଓ ତୁଷାର, ଅପସନ୍ ଖ ଆରୁଣୀ ଓ ବାରୁଣୀ, ଅପସନ୍ ଗ ସୁମନ୍ୟୁ ଓ ଉପମନ୍ୟୁ, ଅପସନ୍ ଘ ରାମ ଓ କୃଷ୍ଣ। ତ ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ କ ଶିଶିର ଓ ତୁଷାର। ତ ଶିଶିର ଆଉ ତୁଷାର ହେଇଯିବ ଏହାର ସଠିକ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 9, ଉଷାଲୋକ କେଉଁ କେଉଁ ଦୁଇଟି ମିଶି ହୋଇଛି? ହେଲା, କେଉଁ କେଉଁ ଦୁଇଟି ଶବ୍ଦ ମିଶି ହୋଇଛି ହେଲା। ତ ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ଗ ଉଷା ଯୁକ୍ତ ଆଲୋକ। ଉଷାଲୋକ ଅପସନ୍ ଗ ହେଇଯିବାର ସଠିକ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 10, ନୂଆଖାଇ ଜୁହାର କହିଲେ କ'ଣ ବୁଝାଏ? ଅପସନ୍ କ ସାନମାନେ ପ୍ରସାଦ ସେବନ କରି ବଡ଼ମାନଙ୍କୁ ମୁଣ୍ଡିଆ ମାରି ଜୁହାର ହେବା, ଅପସନ୍ ଖ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରିବା, ଅପସନ୍ ଗ ସାନମାନେ ବଡ଼ମାନଙ୍କୁ ନମସ୍କାର କରିବା, ଅପସନ୍ ଘ ସାନମାନେ ବଡ଼ମାନଙ୍କୁ ନୂଆଖାଇ ଦିନ ଜୁହାର କରିବା। ତ ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ କ ସାନମାନେ ପ୍ରସାଦ ସେବନ କରି
ବଡ଼ମାନଙ୍କୁ ମୁଣ୍ଡିଆ ମାରି ଜୁହାର ହେବା। ଅପସନ୍ କ ହେଇଯିବାର ସଠିକ୍ ଆନ୍ସର୍। କ୍ୱେଶ୍ଚନ୍ ନମ୍ବର 11 କପୋତମାନଙ୍କ ସହ ଚିତ୍ରଗ୍ରୀବ କାହିଁକି ଜାଲରେ ପଡ଼ିଲେ ବୋଲି କହିଛନ୍ତି? ଅପସନ୍ କ ଜାଲ ଦେଖିବାକୁ ଯାଇ, ଅପସନ୍ ଖ ବଣ ବୁଲିବାକୁ ଯାଇ, ଅପସନ୍ ଗ ଖୁଦ କଣାର ଲୋଭରେ ପଡ଼ି, ଅପସନ୍ ଘ ଜାଲ ବୋଲି ଜାଣି ନ ପାରି। ତ ଏହାର ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ଗ ଖୁଦ କଣାର ଲୋଭରେ ପଡ଼ି। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 12 ଖାଇକି କହିଲେ ଖାଇ କରି, ସେହିପରି ପଢ଼ିକି କ'ଣ ହେବ? ଖାଇକି କହିଲେ ଖାଇ କରି, ଏଠି ଖାଇ ଥିଲା, ଏଠି କରିଟା ଆଡ଼୍ ହେଇଛି, ସେଇଭଳି ପଢ଼ି, ଏଠି ପଢ଼ି ଅଛି, ଆମେ କରିଟା ଖାଲି ଆଡ଼୍ କରିଦେବା। ତ କ'ଣ ହେବ? ପଢ଼ି କରି। କେଉଁ ଅପସନ୍ରେ ଅଛି? ଅପସନ୍ ଗ। ତ ଅପସନ୍ ଗ ହେଇଯିବାର ସଠିକ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 13 ବା କ୍ୱେଶ୍ଚନ୍ ନମ୍ବର 13 ଶିଶୁମାନଙ୍କୁ କାହା ସହିତ ତୁଳନା କରାଯାଇଛି? ଅପସନ୍ କ ଭଗବାନଙ୍କ ସହିତ, ଅପସନ୍ ଖ ଦେବତାଙ୍କ ସହିତ, ଅପସନ୍ ଗ ଫୁଲ ସହିତ, ଅପସନ୍ ଘ ସୈନିକ ସହିତ। ତ ଏହାର ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ଗ ଫୁଲ ସହିତ। ତ ଶିଶୁମାନଙ୍କୁ ଫୁଲ ସହିତ ତୁଳନା କରାଯାଇଛି। ଓକେ, ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 14 ଲକ୍ଷ୍ମଣ ନାୟକ ଯେଉଁ ଫାଶୀଦଣ୍ଡ ପାଇଲେ ତୁମ ବିଚାର କ'ଣ? ଅପସନ୍ କ ଲକ୍ଷ୍ମଣ ଦୋଷ କରିଥିଲେ ତେଣୁ ଫାଶୀ ପାଇଲେ, ନା ଏଟା ହେବନି। ଲକ୍ଷ୍ମଣ ଦୋଷ କରିନଥିଲେ ମିଛ ସାକ୍ଷୀ ଗ୍ରହଣ କରି ଅନ୍ୟାୟରେ ଫାଶୀ ଦିଆଗଲା, ଏଇଟା ହେବ ସଠିକ୍ ଆନ୍ସର୍ ହେଲା। ଅପସନ୍ ଖ ଲକ୍ଷ୍ମଣ ଦୋଷ କରିନଥିଲେ ମିଛ ସାକ୍ଷୀ ଗ୍ରହଣ କରି ଅନ୍ୟାୟରେ ଫାଶୀ ଦିଆଗଲା। ଅପସନ୍ ଖ ହେଇଯିବାର ସଠିକ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 15 ଦୀପଶିଖା ବୋଲି କାହାକୁ କୁହାଯାଇଛି? ଅପସନ୍ କ ରଘୁନାଥଙ୍କୁ, ଅପସନ୍ ଖ ସଦାନନ୍ଦଙ୍କୁ, ଅପସନ୍ ଗ ନୀଳରତ୍ନକୁ, ଅପସନ୍ ଘ ସମସ୍ତଙ୍କୁ। ତ ଏହାର ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ଗ ନୀଳରତ୍ନକୁ। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 16 କେଉଁଟି ଠିକ୍? ତ ଏହାର ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ଗ ପରେ ର ତହିଁରେ ଦୀର୍ଘଇ ତୋର ସଇ ତି। ଓକେ, ତ ପ୍ରୀତି ହେଇଯିବ ଏହାର ସଠିକ୍ ଆନ୍ସର୍। କ୍ୱେଶ୍ଚନ୍ ନମ୍ବର 17 କେବେ କାଳ ଉଣ୍ଡିବା କହିଲେ କ'ଣ ବୁଝାଯାଏ? ଅପସନ୍ କ ବେଳ କେତେ ହେଲା ଜାଣିବା, ଅପସନ୍ ଖ କେଉଁ ସମୟ ହୋଇଛି ଜାଣିବା, ଅପସନ୍ ଗ ଉପଯୁକ୍ତ ପରିସ୍ଥିତିକୁ ଅପେକ୍ଷା କରିବା, ଅପସନ୍ ଘ ଜଗି ରଖି ରହିବା। ତ ଏହାର ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ଗ ଉପଯୁକ୍ତ ପରିସ୍ଥିତିକୁ ଅପେକ୍ଷା କରିବା। ତ ଅପସନ୍ ଗ ହେଇଯିବାର ସଠିକ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 18 ପ୍ୟାରୀମୋହନଙ୍କ କେଉଁ ଲେଖାଟି ଚହଳ ପକାଇଥିଲା? ଅପସନ୍ କ ଉତ୍କଳ ଇତିହାସ, ଅପସନ୍ ଖ ବାରବାଟୀ, ଅପସନ୍ ଗ ଦରଖାସ୍ତ ଜୁତିଆନ, ଅପସନ୍ ଘ ଉତ୍କଳ ପୁତ୍ର। ତାର ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ଗ ଦରଖାସ୍ତ ଜୁତିଆନ। ଅପସନ୍ ଗ ହେଇଯିବାର ସଠିକ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 19 ଡକ କ'ଣ? ଏଇଟା ଡକ ହେବନି ପିଲାମାନେ, ଏଇଟା ଡଡ଼ ହେବ। ଡଡ଼ କ'ଣ? ଅପସନ୍ କ ଗୋଟିଏ ଲୋକର ନାମ, ଅପସନ୍ ଖ ଡାଡ଼ିଙ୍କ ନାମ, ଅପସନ୍ ଗ ଏକ ଜାତିର ପକ୍ଷୀର ନାମ, ଅପସନ୍ ଘ ଏକ ଜାତିର ପଶୁଙ୍କ ନାମ। ତାର ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ଗ ଏକ ଜାତିର ପକ୍ଷୀର ନାମ। ତ ଡଡ଼ ହେଉଛି ଏକ ଜାତିର ପକ୍ଷୀର ନାମ। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ୍ ନମ୍ବର 20 ଯାହାକି ହେଉଛି ଲାଷ୍ଟ କ୍ୱେଶ୍ଚନ୍। ନିମ୍ନତ ପକ୍ଷୀମାନଙ୍କ ମଧ୍ୟରୁ କେଉଁ ପକ୍ଷୀ ଏବେ ଆଉ ଦେଖାଯାଉ ନାହାନ୍ତି? ଅପସନ୍ କରେ କୁଆ, ଅପସନ୍ ଖରେ ଦେଇଛି କୋଇଲି, ଅପସନ୍ ଗ ଶଙ୍ଖଚିଲ, ଅପସନ୍ ଘ ପାରା। ତାର ସଠିକ୍ ଆନ୍ସର୍ ହେଇଯିବ ଅପସନ୍ ଖ ଶଙ୍ଖଚିଲ। ଓକେ, ତ ଏହା ଥିଲା ଭିଡ଼ିଓଟି। ଆଶା କରୁଛି ଭିଡ଼ିଓଟି ହେଲ୍ପଫୁଲ୍ ହେଇଥିବ। ଭିଡ଼ିଓଟି ହେଲ୍ପଫୁଲ୍ ହେଇଥିଲେ ଲାଇକ୍ କରିବେ ଓ ନିଜ ସାଙ୍ଗସାଥିମାନଙ୍କ ସହିତ ସେୟାର କରିବେ ଏବଂ ଆମ ଚ୍ୟାନେଲରେ ପ୍ରଥମ ଥର ଭିଡ଼ିଓ ଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଥ୍ୟାଙ୍କ ୟୁ, ହ୍ୟାଭ୍ ଏ ନାଇସ୍ ଡେ।